ଚନ୍ଦ୍ରବାତି ଚନ୍ଦ୍ରବାତି ଶୁଣ ବା କହୁନା କଣ କାମ ଥିଲା କି? କୁଆଡେ ଯାଉଛୁ? କୁଜନ ଯାଉଛି ବାପା ଆଉ। ମୋର ଗୋଟେ କାମ ଥିଲା ତ ସେଥିପାଇଁ କହୁଥିଲି। କଣ ଯିବ ନା କଣ? ନା ମୁଁ ଯିବିନି। ଆଉ କଣ ମୋର କହୁନା? ଗୋଟେ କାମଟା ଥିଲା କରିଦେଇଥାନ୍ତି ଗୋଟେ କାମ ଥିଲା କହିଥାନ୍ତି। ହଁ କହୁନା। ତୁ ଯାଉଛୁ ବଜାର ଆଡେ ସିଆଡେ ଯାଉ ତ ତୁ ଯଦି ହେଲା ଅଟା 5 କିଲୋ ଖଣ୍ଡେ ମୋ ପାଇଁ ଆଣିଥାନ୍ତୁ ହେଲା କି? ହଁ ଆଉ ମୁଁ ଆଇଲେ ତୁ ପଇସା ଦେଇଦେବି ଆଉ। ନା ଦାଦି 5 କିଲୋ ଅଟା ଆଣିବା କଥା ନୁହଁ ଯେ କଥା ଷ୍ଟାର୍ଟ ନୁହଁ। ପଇସାଟା ଦିଅ ମୁଁ ଦାଦି ନେଇ ଆସିବି। ତେମେ ପଇସା ଦବନି ମୁଁ ଅଟାଟା ଆଣିଦେବି ତେମେ ଦେଖା ଦବନି। ସେଠୁ ମୁଁ ଖୋଜୁଥେବି ଖୁଡି କହିବେ ଦାଦି ନାହିଁ। ସେଠୁ କାଲି ସକାଳୁ ତମକୁ ଖୋଜିଲା ବେଳକୁ ନୁଚିବ ମୁଁ ପଇସା ପାଇଁ ବାବା ମୁଁ ଗାରଜର ହେବିନି। ତେମେ ପଇସାଟା ଦେଲେ ମୁଁ ନେଇ ଆସିବି। ନା ସେମିତି ନା ଘିନେ ମୁଁ ଆଇଲେ ଦେଇଦେ ତାଠେ କଣ ଘର ଭାଇ ପଳଉଛୁ କହ ନା କଣ ଘର ଗାଁ ଛାଡି ପଳଉଛୁ ନା ତାଠେ ଘର କଣ? ଭାଇ ପଳେଇବା କଥା କହୁଛ ତେମେ ଏଇ ବାପୁନା ବଦଳ ଆର ସପ୍ତାହରେ ଯାଇଥିଲା ହାଟକୁ ତେମେ ତାକୁ ଦେଇଥିଲା ତେଲ ଲିଟର ପାଇଁ ପଇସା କହିଥିଲା ଆଣିବା ପାଇଁ ସେ ଆଣିଦେଲା ତମେ ତ ଆଜି ପଇସା ଯାଇଦେଲି ମୋ ପଇସା ଆଜି ଯାଇ ଇଏ ଦେଲାନି। ପଇସା ଖାଲି ମୁଁ ଆଜି ଦେବି କାଲି ଦେବି ଏମିତି ମତେ ଦେଖିଲ ଏଇଟା ସବୁ ଭଲ କାମ। ଦେଖ 5 ଜଣ କହୁଛନ୍ତି ତମେ ବୁଝ ତମ କଥା ନା ତମେ ବୁଝ। ନା ନାଇଁ କେତେ ଦାଦି ତାଙ୍କର ଆଣିଗଲି କେତେ ମୁଁ କହିଲି ଅଟା ପାଇଁ ତୁ ମତେ 5 ଟଙ୍କା ଡାକିକି ବେଜିତ କରୁଛୁ ନା କଣ? ବେଜିତ ନୁହଁ ଦାଦି ଆଉ ତମେ ଯୋଉଟା କର୍ମ କରୁଛ ସେଟା ତମକୁ କୁହାଯାଉଛି। ମୁଁ ସେ କହିଲି ତମେ ଯଦି ପଇସା ଦବ ଲୋକ ଭଲ କହିବେ ନାହିଁ ଦାଦି ପଇସା ଦେଇଦେଇଛି ମୁଁ ନେଇ ଯାଇଥାନ୍ତି ତମେ ଦାଦି ବୁଝ କଥାଟା। ହଉ ତୁମେ କଣ କରୁଛ କର ଆଉ କଣ? ହଉ ମୁଁ ଯାଉଛି ତମେ ପଇସା ଦେଲେ ମୁଁ ଦାଦି ହଉ ନେଇ ହଉ ଆସିବି। ତମ ଖୁସି ଆଉ କଣ?